ଖୋର୍ଦ୍ଧା ନିକଟସ୍ଥ ଚମ୍ପାଝର ଗ୍ରାମର ପ୍ରସିଦ୍ଧ ଠାକୁର ବାବା ଲୋକନାଥ ଦେବଙ୍କ ଶୀତଳ ଷଷ୍ଠୀ ଯାତ୍ରା ମହା ଆଡମ୍ବରରେ ଅନୁଷ୍ଠିତ ହୋଇଛି। ବାବା ଲୋକନାଥ ଏବଂ ପାର୍ବତୀଙ୍କ ଚଳନ୍ତି ପ୍ରତିମା ମନ୍ଦିର ପରିସରରୁ ଶୋଭାଯାତ୍ରାରେ ଆସି ଗ୍ରାମ ପରିକ୍ରମା କରିବା ପରେ ଗାଁ ମୁଣ୍ଡରେ ଥିବା ବେଦୀ ଉପରେ ବିରାଜମାନ କରିଛନ୍ତି। ମହିଳା ଶ୍ରଦ୍ଧାଳୁମାନେ ହର ପାର୍ବତୀଙ୍କୁ ବନ୍ଦାପନା କରିଛନ୍ତି। ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଛି। ଶ୍ରଦ୍ଧାଳୁମାନେ ଶମ୍ଭୁ ପ୍ରସାଦ ସେବନ ମଧ୍ୟ କରିଛନ୍ତି। ଶୀତଳ ଷଷ୍ଠୀ ଯାତ୍ରାରେ ଚମ୍ପାଝର ଏବଂ ଆଖପାଖ ଗ୍ରାମର ଲୋକଙ୍କ ଭିଡ଼ ଜମିଛି। ଶୀତଳ ଷଷ୍ଠୀ ମହୋତ୍ସବ ଆମ ଗାଁର ଗୋଟେ ପୁରାତନ ପର୍ବ। ମହାଦେବ ଲୋକନାଥଙ୍କ ପାଇଁ ଏହି ପର୍ବ ହେଇଥାଏ। ତାଙ୍କର ଶୀତଳ ଷଷ୍ଠୀ ପରଦିନ ଆମର ଏଇ ବିବାହ ହୁଏ। ଆଉ ଲକ୍ଷ୍ମଣ ବେହେରାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏଠି ମଧ୍ୟ ପଣାର ବ୍ୟବସ୍ଥା କରାଯାଏ। ଏଠି ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଏ। ଶୀତଳ ଷଷ୍ଠୀ ଉତ୍ସବରେ ଆମର ମା ମାନେ ସମସ୍ତେ ଆସିକି ଠାକୁରଙ୍କୁ ବନ୍ଦାପନା ଭଲରେ କରନ୍ତି। ଆଉ ଆଖପାଖର ବହୁତ ମହିଳାମାନେ ମଧ୍ୟ ଆସନ୍ତି ଏବଂ ଏଠି ମଧ୍ୟ ପଣାର ବ୍ୟବସ୍ଥା କରାଯାଏ, ଖାଦ୍ୟପେୟର ବ୍ୟବସ୍ଥା କରାଯାଏ। ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଧୁମଧାମରେ ଏଠାରେ ପାଳନ କରାଯାଏ। ବିଗତ ବହୁତ ଦିନ ହେଲା ମଧ୍ୟ ଏହା ପାଳନ ହୋଇକି ଆସୁଅଛି। ମୁଁ ବିନୟ ଭୂଷଣ ମହାପାତ୍ର ଆମର ଚମ୍ପାଝର ଗ୍ରାମର ବ୍ରାହ୍ମଣ ଶାସନ ମଧ୍ୟରେ ଯେଉଁ ଲୋକନାଥ ମହାପ୍ରଭୁ ରହିଛନ୍ତି ଦେବଦେବ ମହାଦେବ, ତାଙ୍କର ଗତ ସମୟରେ ଗତକାଲି ଆମର ତାଙ୍କର ବିବାହ ଉତ୍ସବ ଶିବ ପାର୍ବତୀଙ୍କର ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଆଜି ଶୀତଳ ଷଷ୍ଠୀ ଯାତ୍ରା ବହୁ ପୁରାତନ ପରମ୍ପରା ନୀତି ନିୟମ ବିଧିବିଧାନରେ ଏଯାବତ୍ ଚାଲୁ ରହିଛନ୍ତି। ବହୁ ପୁରୁଣା ଅନୁଷ୍ଠାନ। ଏହା ମଧ୍ୟରେ ଆମର ବାଦ୍ୟ ଯନ୍ତ୍ର ସହ ବୃଷଭ ଉପରେ ଚନ୍ଦ୍ରଶେଖର ମହାଦେବ ଲୋକନାଥ ମହାପ୍ରଭୁଙ୍କର ଚଳନ୍ତି ପ୍ରତିମା ଆଜି ସୁନ୍ଦର ଭାବରେ ପ୍ରଶେସନ କରି ଏବଂ ଆନନ୍ଦ ମହୋତ୍ସବ କୋଳାହଳ ହରିବୋଲ ହୁଳହୁଳି ଭିତରେ ସମସ୍ତେ ଉତ୍ସାହିତ ପୂର୍ବକ ଶ୍ରୀ ଲୋକନାଥ ମହାପ୍ରଭୁଙ୍କର ଶୀତଳ ଷଷ୍ଠୀ ଯାତ୍ରାକୁ ଉପଭୋଗ କରୁଛନ୍ତି। ପଣା ବଣ୍ଟନ ହେଉଛି। ମା ମାନେ ସମସ୍ତେ ବନ୍ଦାପନା କରୁଛନ୍ତି, ହୁଳହୁଳି ଦେଉଛନ୍ତି ଏବଂ ରାତ୍ରିରେ ସାଂସ୍କୃତିକ କାର୍ଯ୍ୟକ୍ରମ ସୀତା ବିବାହ ଲବକୁଶ ଜନ୍ମ ମଧ୍ୟ ଅନୁଷ୍ଠିତ କରାଯିବ। ଏହି ପରିପ୍ରେକ୍ଷୀରେ ଆମର ଏ ପବିତ୍ର ଅନୁଷ୍ଠାନ ଆଜି ପର୍ଯ୍ୟନ୍ତ ସୁନ୍ଦର ଭାବରେ ଗ୍ରାମବାସୀମାନଙ୍କ ଦ୍ୱାରା ପରିଚାଳିତ ହେଉଛି। ଏହା ବହୁତ ଧନ୍ୟ, ଜୀବନକୁ ଧନ୍ୟ କରିଦେବ, ଜୀବନକୁ ସାର୍ଥକ କରିଦେବ। ମନୁଷ୍ୟ ଜନ୍ମ ସଫଳ ହୋଇଯିବ। ସମସ୍ତେ ଆପଣମାନେ ଆସନ୍ତୁ, ଆମର ଓଡ଼ିଶାବାସୀ ମାନେ ଶିବ ବିବାହ ପର୍ବକୁ ପାଳନ କରନ୍ତୁ। ବହୁତ ଭଗବାନଙ୍କର ଆଶୀର୍ବାଦ ହେବ, କଲ୍ୟାଣ ହେବ। Bureau Report, SM News।